ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବନ୍ଦେ ଉତ୍କଳ ଜନନୀ ବିଷୟବସ୍ତୁର ଶେଷ ସପ୍ରସଙ୍ଗ ସରଳାର୍ଥକୁ ଆଲୋଚନା କରିବା। ଆମେ ବର୍ତ୍ତମାନ 20 ନମ୍ବର ପ୍ରଶ୍ନରେ ପହଞ୍ଚି ସାରିଛେ, ଯାହାକି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର ଅଛି ଏବଂ ଆମର ପ୍ରଶ୍ନ ଅଛି ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟତାବାଦୀ କବିତା। ତାକୁ ଆମେ କ'ଣ କରିବାକୁ ପଡ଼ିବ ନା ବିଚାର କରିବାକୁ ପଡ଼ିବ। ଆନ୍ସାର ଲେଖିବା। ଆନ୍ସାର ଲେଖିଲେ କ'ଣ ହେବ ନା ଦେଖିବା ଏବେ। ତ ପିଲାମାନେ ଦୟାକରି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ବି ଟିକେ କରିଦେବ। ତାହେଲେ ଆଗକୁ ଯିବା ପିଲାମାନେ। ଏଠାରେ କବି କ'ଣ କରିଛନ୍ତି ନା ସବୁବେଳେ ନିଜର ମା ମାଟି, ମାତୃଭୂମି ପ୍ରତି ଅନୁରାଗୀ ହୋଇଛନ୍ତି। ସେ ତାଙ୍କ ପ୍ରତ୍ୟେକଟି ପଂକ୍ତିରେ, ପ୍ରତ୍ୟେକଟି ଲେଖାରେ ମା ମାଟିର ଗନ୍ଧ ଏବଂ ମାତୃଭୂମି ପ୍ରତି ତାଙ୍କର ଥିବା ଯେଉଁ ସ୍ନେହ ଶ୍ରଦ୍ଧା ସେସବୁ ଦେଖିବାକୁ ମିଳୁଛି। ସାହିତ୍ୟ ସମାଜର ମୁକୁର। ସେ ସମାଜକୁ କ'ଣ କରୁଛନ୍ତି ନା ସାହିତ୍ୟର ସବୁ କିଛି ବୋଲି ମାନି ନେଇଛନ୍ତି। ତେଣୁ ସେ ସମାଜକୁ ଉପେକ୍ଷା କରି ସେ ସାହିତ୍ୟ ସୃଷ୍ଟି କରିପାରି ନାହାନ୍ତି। ତେଣୁ ତାଙ୍କର ପ୍ରତ୍ୟେକଟି ଲେଖାରେ ସମାଜର ନିତାନ୍ତ ଆବଶ୍ୟକତା ଅଛି। ପରିବେଶ, ପରିସର ଓ ପ୍ରକୃତି ତା ଚିନ୍ତା ରାଜ୍ୟକୁ ସଦା ଆବରି ବସିଛି। ଫଳରେ ସେମାନଙ୍କୁ ନେଇ ଚିନ୍ତା କରିବା ତା ପକ୍ଷରେ ସ୍ୱାଭାବିକ ହୋଇପଡ଼େ। ଜନ୍ମଭୂମିର ରୂପ ତା ପାଇଁ ହୁଏ ମନୋରମ ଭାବବିମୁଗ୍ଧ କାରକ। ମାତୃଭୂମି ପ୍ରତି ରହିଥିବା ଗଭୀର ଆନ୍ତରିକତା ଓ ମମତାବୋଧକୁ ସେ ଯଥାର୍ଥ ଭାବେ ସଂଯୋଜିତ କରି ବସେ କବିତା ଆକାରରେ। ତାଙ୍କ ମନ ଭିତରେ ଉଠୁଥିବା ଅନେକ ଗୁଡ଼ିଏ ପ୍ରଶ୍ନକୁ ସେ କ'ଣ କରେ ନା କବିତା ମାଧ୍ୟମରେ ତାକୁ ଲିପିବଦ୍ଧ କରି ରଖେ। ମାତୃଭୂମି, ଜନ୍ମ ମାଟି, ତା'ର ଐତିହ୍ୟ ଓ ଅନାଗତ ଭବିଷ୍ୟତ ସ୍ରଷ୍ଟା ମାନସର ମାତୃଭୂମିକୁ ସେ କ'ଣ କରେ ନା ମାନସର ମସୃଣ ଫଳକରେ ପ୍ରତିବିମ୍ବିତ କରି ବସେ। ଫଳସ୍ୱରୂପ ମାଟିର କଥା, ଜାତିର କଥାକୁ ସେ କେବଳ ଚିନ୍ତା କରେ ନାହିଁ, ବରଂ ସେ ଜାତିର ଅତୀତ ଭବିଷ୍ୟତକୁ ନିରୀକ୍ଷଣ କରେ। ସେ ମାଟିର କଥାକୁ କ'ଣ କରେ ନାହିଁ ପିଲାମାନେ ନା ଚିନ୍ତା କରେ ନାହିଁ, ତାକୁ ସେ କ'ଣ କରେ ଭବିଷ୍ୟତକୁ ନିରୀକ୍ଷ କରି ତାକୁ ଲିପିବଦ୍ଧ କରେ। ତାକୁ ନେଇ ସେ ସୃଷ୍ଟି କରେ ଜାତୀୟତାବାଦୀ କବିତା। ଲୋକମାନଙ୍କ ଭିତରେ ଜାତୀୟତା ଭାବକୁ ବା ଜାତୀୟତା ଆବେଗକୁ ସୃଷ୍ଟି କରିବା ପାଇଁ ସେ ଲେଖିପାରେ ଅନେକ ଗୁଡ଼ିଏ କବିତା। ବନ୍ଦେ ଉତ୍କଳ ଜନନୀର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳର ଅତୀତ ଓ ତତ୍କାଳୀନ ସ୍ଥିତିକୁ ଦେଖି ସେ ଭଲ ଭାବରେ ଅନୁଭବ କରିପାରିଥିଲେ। ପୁନଶ୍ଚ ତତ୍କାଳୀନ ରାଜନୈତିକ ପ୍ରଭାବ ତାଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ସେ ରାଜନୈତିକ ଚିନ୍ତାଧାରା ସହିତ ମଧ୍ୟ ଜଡ଼ିତ ଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସ ସେ ସମୟରେ ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟତାବାଦ ସୃଷ୍ଟି କରିବାକୁ ଚାହୁଁଥିଲେ। ପିଲାମାନେ ତୁମେ ଜାଣିଥିବ ଉତ୍କଳ ସମ୍ମିଳନୀ କିଏ ଡାକିଥିଲେ ନା ମଧୁସୂଦନ ଦାସଙ୍କ ନେତୃତ୍ୱରେ ବସିଥିଲା ଏବଂ ସେ ସମୟରେ ଦେଖାଗଲା ଯେ ଲୋକମାନଙ୍କ ଭିତରେ ବା ଓଡ଼ିଶାର ତ ମଧୁସୂଦନ ଦାସ ଉତ୍କଳୀୟମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ପାଇଁ ଚାହୁଁଥିଲେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏଇ ଯେଉଁ ବନ୍ଦେ ଉତ୍କଳ ଜନନୀ 1912 ମସିହାରେ ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଇବାର ଯୋଜନା ମଧ୍ୟ କରିଥିଲେ। ଅଧିବେଶନ ଚାଲିବାର ପ୍ରଥମ ସ୍ୱାଗତ ସଙ୍ଗୀତ ଭାବରେ ବନ୍ଦେ ଉତ୍କଳ ଜନନୀକୁ ରଖାଯାଇଥିଲା। ଏହି କବିତା ଗାନ ପରେ କବିତାର ସମୟ ଉପଯୋଗୀ ଉପସ୍ଥାପନା ସମସ୍ତଙ୍କୁ ମନମୁଗ୍ଧ କରିଦେଇଥିଲା
ଏହାର ବିଶେଷତାକୁ ଅନୁଭବ କରିଥିଲେ ଏବଂ ତାକୁ ପରବର୍ତ୍ତୀ ସମୟରେ 2020 ମସିହାରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମଧ୍ୟ ପ୍ରଦାନ କରିଥିଲେ। 2020 ମସିହାରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଭାବରେ ରହି ଆସିଅଛି। କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜ ମାତୃଭୂମିର ବିଶେଷତାକୁ ବିଶେଷ ଭାବରେ ଦେଖାଇଛନ୍ତି। ଯେହେତୁ ସେ ମାତୃଭୂମି ମାତୃଭାଷା ପ୍ରତି ଟିକେ ଅନୁରାଗୀ ଥିଲେ, ତେଣୁ ତାହାର ବିଶେଷ ଏଠାରେ ଦେଖିବାକୁ ମିଳିଥାଏ। ତାଙ୍କ ବିଚାରରେ ଉତ୍କଳ ହେଉଛି ଚାରୁ ହାସମୟୀ ଓ ଚାରୁ ଭାଷମୟୀ, ଅର୍ଥାତ୍ ଏହାର ପ୍ରାକୃତିକ ଶୋଭା ଐତିହ୍ୟ ଯେପରି ସମସ୍ତଙ୍କ ମନରେ ଉଲ୍ଲସିତ ଉତ୍ଫୁଲ୍ଲିତ ଭାବ ସୃଷ୍ଟି କରେ। ଏହାକୁ ଯେକୌଣସି ଦୃଷ୍ଟିରୁ ଦେଖିଲେ ମନରେ ଭରିଯାଏ ହସର ଉଲ୍ଲାସ। ମାତୃଭୂମିର ପ୍ରାକୃତିକ ରୂପ ଯେପରି ହସର କାରଣ ହୋଇଯାଇଥାଏ। ପୁନଶ୍ଚ ଏହାର ଭାଷା ମଧ୍ୟ ଅତ୍ୟନ୍ତ ମଧୁର। କବି ଜନନୀକୁ ଏହିଭଳି ସମ୍ବୋଧନ କରି ନିଜର ମାତୃଭୂମି ମନସ୍କ ବିଚାର ବୋଧ ମଧ୍ୟ ଏଠାରେ ସେ କ'ଣ କରୁଛନ୍ତି ନା ସୂଚାଇ ଦେଇଛନ୍ତି। ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ। ପବିତ୍ର ମହୋଦଧି ଏହାକୁ ସଦା ସର୍ବଦା କ'ଣ କରୁଛି ପିଲାମାନେ ନା ବିଧୌତ କରୁଛି। ତାହାର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷ ରାଜିରେ ସୁଶୋଭିତ ହେଉଅଛି। ତାର ତୀରରେ କ'ଣ ଦେଖିବାକୁ ମିଳିଥାଏ ନା ତାଳ ଗଛ ଏବଂ ତମାଳ ଗଛ। ତା ଦେହରେ ପ୍ରବାହିତ ହେଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ୱିନୀ। ସେହି ନଦୀ ଜଳ ସ୍ପର୍ଶରେ ମୃଦୁ ସମୀରଣ ହେଉଛି ସୁଶୀତଳ। ଏହି ମାଟିରେ ରହିଛି ଘନ ବନାନୀ ଓ ତରଙ୍ଗାୟିତ ଶୋଭା ଧାରଣ କରିଥିବା ନୀଳ ଭୂଧରମାଳା। ଏହାର ବିସ୍ତୃତ କ୍ଷେତଗୁଡ଼ିକ ଶାଳି ଧାନରେ ସୁଶୋଭିତ ହେଉଛି। ଶାଳି ଧାନ କହିଲେ ଆମେ ଜାଣିଛୁ ପିଲାମାନେ ଏକ ଧାନକୁ ବୁଝାଉଛି। ଏବଂ ଜ୍ଞାନ ଓ ବିଜ୍ଞାନ ଦ୍ୱାରା ସମୁଜ୍ଜ୍ୱଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥିରେ ଜନ୍ମ ନେଇଛନ୍ତି। ଆମର ଉତ୍କଳ ମାଟିରେ ଅନେକ ଗୁଡ଼ିଏ ଜ୍ଞାନୀ ବିଜ୍ଞାନୀ ମଧ୍ୟ ଜନ୍ମଗ୍ରହଣ କରିଛନ୍ତି ଏବଂ ତାଙ୍କର ସେଇ କୀର୍ତ୍ତି ଗୁଡ଼ିକ ଦ୍ୱାରା ଆମର ଉତ୍କଳ ଆହୁରି ଗର୍ବ ଅନୁଭବ କରୁଅଛି। ଯୋଗୀ ଋଷିଙ୍କର ଯୋଗ ସାଧନା ଓ ମନ୍ତ୍ରଧ୍ୱନି ଏହି ମାଟିକୁ କରିଛି ମନ୍ତ୍ରମୁଗ୍ଧ। କବି ଏହାକୁ ବିଚାର କରି ଲେଖିଛନ୍ତି। ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା ଯୋଗୀ ଋଷିଗଣ ଉଟଜ ପବିତ୍ରା ଜନନୀ ଜନନୀ ଜନନୀ। ସେ ଆବେଗଭରା କଣ୍ଠରେ କ'ଣ କରୁଛନ୍ତି ନା ଏହାକୁ ଗାନ କରୁଛନ୍ତି କିଏ? ଆମର କବି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ତେଣୁ ପିଲାମାନେ ଏହି ଯେଉଁ ଆଲୋଚ୍ୟ ବିଷୟବସ୍ତୁଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗ୍ରାହୀ। ସେ ନିଜର ମନରେ ଉଙ୍କି ମାରୁଥିବା ଅନେକ ଗୁଡ଼ିଏ ପ୍ରଶ୍ନକୁ ଏବଂ ତାର ଯେଉଁ ଉପଲବ୍ଧିକୁ ସେ କ'ଣ କରୁଛନ୍ତି ନା ଏଠାରେ ବର୍ଣ୍ଣନା କରୁଛନ୍ତି। ତେଣୁ ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଟୁ ଅଲ୍।